ତିର୍ତ୍ତୋଲ ବ୍ଲକ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ସମ୍ମୁଖ ସାରଳା ମେସ୍ରେ 17ତମ ସାରଳା ମେଳା ମହୋତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ଗୁରୁବାର ଦିନ ପୂର୍ବାହ୍ନରେ ପୁଣ୍ୟତୋୟା ମହାନଦୀରୁ ତୀର୍ଥଜଳ ସଂଗ୍ରହ କରି ଏକ ବିଶାଳ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା କରି ମହାନଦୀର ବେଳାଭୂମି ତିର୍ତ୍ତୋଲ ଲକ୍ ଛକ ନେହୁରୁ ବଜାର ଅତିକ୍ରମ କରି ଯିବାବେଳେ ଘଣ୍ଟ ଘଣ୍ଟା କାହାଳି ହରିବୋଲ ହୁଳହୁଳି ଓ ଜୟ ମା ସାରଳା ଧ୍ୱନିରେ କଟକ ପାରାଦୀପ ରାଜରାସ୍ତା ପ୍ରକମ୍ପିତ ହୋଇ ଉଠିଥିଲା। ଶୋଭାଯାତ୍ରା ମଧ୍ୟରେ କୃଷ୍ଣର ଦେବୀ ତାଣ୍ଡବ ନୃତ୍ୟ ଦେଖି ରାସ୍ତାର ଉଭୟ ପାର୍ଶ୍ୱରେ ପଥଚାରୀମାନେ ବିମୋହିତ ହୋଇଯାଇଥିଲେ। ମୁଖ୍ୟ ତୋରଣ ପାର୍ଶ୍ୱରେ ଶୋଭାଯାତ୍ରାକୁ ସ୍ୱାଗତ କରାଯିବା ପରେ ପୂଜା ମଣ୍ଡପର ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ପରମାନନ୍ଦ କର ଓ ସହକାରୀ ଆଚାର୍ଯ୍ୟ ଭାବରେ ପଣ୍ଡିତ ବିଶ୍ୱନାଥ ପଣ୍ଡା, ଅନନ୍ତ ପ୍ରସାଦ କର ଷୋଡ଼ଶ ଉପଚାର ପୂଜା ଏବଂ ବିଶ୍ୱଶାନ୍ତି ଯଜ୍ଞରେ ଆହୁତି ପ୍ରଦାନ ଓ ଅନ୍ତେବାସୀ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସମବେତ ଭକ୍ତ ସଙ୍ଗୀତ ପ୍ରାର୍ଥନା ଆଦି କରାଯାଇଥିଲା। ସାରଳା ମେସ୍ର ମୁଖ୍ୟ ପରିଚାଳକ ଜଗନ୍ନାଥ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ କଲେଜ, ରାହାମା ସାରଳା କଲେଜ ଓ କନିକାମୂଳସ୍ଥିତ ବାୟା ଅବଧୂତ କଲେଜର ବହୁ ଅଧ୍ୟକ୍ଷ ଅଧ୍ୟାପକମାନଙ୍କ ସହିତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଅଧିବାସୀମାନେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିବା ଦେଖାଯାଇଥିଲା। ଏହି ଅବସରରେ ସାରଳା ମେଳା ଗୀତିକା ସୁଲଳିତ ସ୍ୱରରେ ବାଘୁଆବାରୀ, ମାତୃବରାହୀ, ସେବା ସଂଘର କଳାକାର ଅନିଲ କୁମାର ଦାସ, ଜିତେଶ ମହାନ୍ତି, ଲଳିତ ମହାନ୍ତି, ରୁଦ୍ରନାରାୟଣ ଦାସ, ଚିତ୍ତରଞ୍ଜନ ନାୟକ, କୁଶ ଓ ନାରାୟଣ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରି ମେଳା ଗୀତ ସହିତ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଉପସ୍ଥିତ ଶ୍ରଦ୍ଧାଳୁ ଓ ସମସ୍ତ ବିଦ୍ୟାର୍ଥୀମାନେ ମାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ବିଦ୍ୟାବୁଦ୍ଧି ପ୍ରାପ୍ତି ନିମନ୍ତେ ମା ସାରଳାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।